ଦେଖନ୍ତୁ ମାନେ ଏଇ ସୁଭଦ୍ରା ଯୋଜନାକୁ ମନ୍ତ୍ରୀ ମାନେ ଥର ଗୋଟେ ପ୍ରକାର ଷ୍ଟେଟମେଣ୍ଟ ଦେଉଛନ୍ତି ଆଉ ଆମେ ବି ମାନେ ଦେଖିବାରେ ମୂଳରୁ ହିଁ ତାଙ୍କର ମାନେ ତ୍ରୁଟି ଗୁଡ଼ା ରହୁଛି ତାଙ୍କର ଲୋକ ଦେଖଣିଆ ଏବଂ ତାଙ୍କର ଆମେ ସୁଭଦ୍ରା ଯୋଜନାରେ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାକୁ ପୂରଣ କରିବା ନିହାତି ଆବଶ୍ୟକତା ମନେ ଭାବିକି ସେମାନେ ଯେଉଁ ତରବରିଆ ଭାବରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଆଉ ଗୋଟେ ଦୁଃଖର ବିଷୟ ଏବେ ଯେଉଁ ମନ୍ତ୍ରୀ ଷ୍ଟେଟମେଣ୍ଟ ଦେଉଛନ୍ତି ଯେ 157 ଜଣ ପୁରୁଷ ତା ଭିତରେ ରହିଛନ୍ତି ମହିଳାମାନଙ୍କ ଯେଉଁ ଯୋଜନା ଦିଆହେବା କଥା ଯେଉଁ ଯୋଜନାରେ ସାମିଲ ହେବା କଥା ସେଇଠି ଯଦି ପୁରୁଷମାନେ ଆସୁଛନ୍ତି ଜଣେ କିମ୍ବା 2 ଜଣ ନୁହେଁ ସେଠି 57 ଜଣ ଯଦି ସେଠି ରହୁଛନ୍ତି ତାହେଲେ ସେ ପ୍ରକାର ମାନେ କେମିତି କେତେ ଯେ ଭୁଲ ହେଇଥିବ ଏଇଟା ତାଙ୍କର ମାନେ ଗୋଟେ ଉଦାହରଣ ସ୍ୱରୂପ 157 ତାଙ୍କର ଗୋଟେ ଦୃଷ୍ଟିକୁ ଆସିଛି ପୁଣି ଆଉ ଅନେକ ବି ରହିଯାଇଥିବେ ଠିକ୍ ସେମିତି ସେମାନେ କହୁଛନ୍ତି ଯେ ଅଯୋଗ୍ୟ ଆମର 5 ଲକ୍ଷ ପୁଣି ଆମେ ଅଯୋଗ୍ୟ ହିତାଧିକାରୀ ଦେଇଛୁ ସେ 5 ଲକ୍ଷ ଅଯୋଗ୍ୟ ହିତାଧିକାରୀ କିଏ କିଏ ପୁଣି ଦେଲା ତ ଏଇ ସରକାରୀ ଯେଉଁ ଯୋଜନାରେ ଏଇ ଲୋକମାନଙ୍କୁ ଯଦି ସାମିଲ କରାଗଲା ତା ପରବର୍ତ୍ତୀ ସମୟରେ ସେମାନେ କହିବେ ଯେ 157 ପୁରୁଷ ସାମିଲ ହେଇଛନ୍ତି ଆଉ କିଛି ଦିନ ଗଲା ପରେ ସେ କହୁଛନ୍ତି ଯେ 5 ଲକ୍ଷ ଯେଉଁ ମହିଳା ସେଥିରେ ବି ସାମିଲ ହୋଇଛନ୍ତି ସେମାନେ ମଧ୍ୟ ମାନେ ତାଙ୍କର ମାନେ ହିତାଧିକାରୀ ଯୋଗ୍ୟ ନୁହନ୍ତି ତେଣୁ ଏଇ ପ୍ରକାର ଯେଉଁ ଗୋଟେ ମାନେ ତାଙ୍କର ଏଇ ସବୁ ଯୋଜନା ନେଇକରି ଚାଲିଛି ଏ ମୂଳରୁ ହିଁ ତାଙ୍କର ଏଇଟା ତାମାନେ ତାଙ୍କର ଭୁଲ ଭଟକା କରି ଚାଲିଛନ୍ତି ଏବଂ ତାଙ୍କର ଯେଉଁ ଅନୁସାରେ ଗାଇଡଲାଇନ୍ ପ୍ରସ୍ତୁତ ହେବା କଥା ଆପଣମାନେ ଜାଣିଛନ୍ତି ମାନେ ଥରକୁ ଗୋଟେ ଗାଇଡଲାଇନ୍ ସେମାନେ କରିଥାନ୍ତି ଯାହାଫଳରେ ଆମେ ବିଧାନସଭାରେ ଗତ ଥର ବି ଉଠେଇଥିଲୁ ଯେ ଏଇ ଯେଉଁ ଗାଇଡଲାଇନ୍ ଗୁଡ଼ା କାଣୁଛ ମାନେ କେତେ ଜଣ ମହିଳାକୁ ଦେବେ କେତେ ଆୟକାରୀ ବର୍ଗକୁ ଦେବେ କେତେ ମାନେ ଏଜର ସବୁ ସମୟ ପରବର୍ତ୍ତୀ ସମୟରେ ସେମାନେ ଅଙ୍ଗନବାଡି ମାନଙ୍କୁ ସାମିଲ କରେ ଆଶା ଦିଦି ମାନଙ୍କୁ ସାମିଲ କଲେ ତେଣୁ ଏଇଟା ତାଙ୍କର ଯେଉଁ ଗାଇଡଲାଇନ୍ କରିବାରେ ତାଙ୍କର ଭୁଲ ଭଟକା ରହିଯାଇଛି ଯାହାର ଫଳରେ କି ଅଫିସର ଗୁଡ଼ାକ ଯେଉଁମାନେ ଦାୟିତ୍ୱରେ ନେଇଛନ୍ତି ସେମାନେ ମଧ୍ୟ ସଠିକ ଭାବରେ ଏହାକୁ କାର୍ଯ୍ୟକାରୀ କରିବାରେ ଅସମର୍ଥ ହେଉଛନ୍ତି ତେଣୁ ନାଇଁ ନାଇଁ ଏଇଟା ତ ସମ୍ଭବ ବି ନୁହଁ ଯେହେତୁ ମହିଳା ଜାଗାରେ ପୁରୁଷ କେମିତି ଆସିଲା ସେମିତି ଯଦି ତାଙ୍କର ନାଁ ଯଦି ସେମାନେ କହୁଛନ୍ତି ଯେ ସମାନ ଇଏ ମହିଳା ନାଁରେ ତାଙ୍କର ପୁରୁଷ ନାଁ ପରି ଜଣାପଡ଼ୁଛି ତ ସେଇ ଜାଗାରେ ଯଦି ତାଙ୍କର ମେଲ୍ ଫିମେଲ୍ ଅଛି ନା ତାକୁ ଆଧାରରେ ସେଟା কোনো ଆଧାର ସଂଯୋଗ ହେଉଛି ତେଣୁ ଏଇ ପ୍ରକାର ଗୋଟେ ବିରାଟ ମାନେ ଭୁଲ କରିବାଟା ଏଇଟା ଜଣାପଡ଼ୁଛି ସରକାରୀ ତରଫରୁ ଗୋଟେ ବ୍ୟାପକ ଦୁର୍ନୀତି ହେଇଛି ଥାର୍ଡ ଡେଞ୍ଜରଟା ଦେଖନ୍ତୁ ସରକାର ଯଦି ଚାହିଁବେ ତାକୁ ସାମିଲ କରିପାରିବେ ସେ ପ୍ରକାର ଗୋଟେ ତାଙ୍କର ଗାଇଡଲାଇନ୍ ଆଣିବା କଥା ଆଉ ସେ ପ୍ରକାର ତାଙ୍କର ୱେବସାଇଟଟା ଡେଭଲପ କଲେ ଯାଇକି ସେମାନେ କରିପାରିବେ ସେଇଟା ନିହାତି ଭାବରେ ସେମାନଙ୍କୁ ସରକାର ଅଣଦେଖା କରିଛନ୍ତି ଥାର୍ଡ ଡେଞ୍ଜରକୁ ଯଦି ଏଠି ସାମିଲ କରିଥିଲେ ଆମେ ବି ଖୁସି ହେଇଥାନ୍ତୁ କେତେ ମେଲ୍ ପର୍ସନକୁ ଦେଇଛନ୍ତି ତେଣୁ ବହୁତ ଦୁଃଖର ବିଷୟ ତେଣୁ ଏଇ ଗୋଟିଏ ଯୋଜନାରେ ସେମାନେ ଯଦି ଏମିତି ଭୁଲ ଭଟକା କରିସାରିଲେଣି ଆଗକୁ ଅନେକ ଯେଉଁ ଯୋଜନା ଅଛି ସେଥିରେ ମଧ୍ୟ ଏମିତି ଭୁଲ ଭଟକା ବାହାରିବ ନବୀନଙ୍କୁ ଇଙ୍ଗିତ କରି ଯେ ସେ କିଛି ଜାଣୁନଥିଲେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବିଧାୟକ କିଛି ଶିଖିଏ ପଚାରୁଥିଲେ ଏଭଳି ଭାବରେ ଗୋଟେ ତାକୁ ଚିତ୍ରିତ କରାଯାଇଛି ତ ପ୍ରକୃତ ପକ୍ଷେ କ'ଣ ସେ ବହିର ମୂଳ ଆଧାର କିଛି ଅଛି ନା ଏ ଗୋଟେ ବୟାନବାଜି ବା ଗପ ଲେଖା ହେଇଛି ଦେଖ ଏଇଟା ଗୋଟେ ଦୁର୍ଭାଗ୍ୟ ବିଷୟ ଜଣେ ମୁଖ୍ୟମନ୍ତ୍ରୀ ଭାବରେ 24 ବର୍ଷ ଶାସନ କଲେ ଓଡ଼ିଶାର ସେ ତାଙ୍କର ଯେଉଁଟା ଅଭିଜ୍ଞ ଯେଉଁ କଥା କହୁଛନ୍ତି ସେ କିଛି ଜାଣୁନଥିଲେ ଲୋକ ହସିବେ ସେ ଜିନିଷ ନେଇକରି ଏବେ ବି ଆମେ ଯେତେବେଳେ ମିଟିଂରେ ଆମେ ବସୁଛୁ ସେ ନିଜେ ପ୍ରିଡାଇଜ୍ କରୁଛନ୍ତି ଏବଂ ଯେହେତୁ ମୁଖ୍ୟମନ୍ତ୍ରୀ ଥିଲା ସମୟରେ ହୁଏତ ଫିଲ୍ଡକୁ ବେଶୀ ସମୟ ଯାଇପାରୁନଥିଲା ସେଥି ମୁଁ ଏକମତ କିନ୍ତୁ ସେ ଫିଲ୍ଡର ଭଳମନ୍ଦ ବୁଝିବା ପାଇଁ ଅନ୍ୟମାନଙ୍କୁ ଦାୟିତ୍ୱ ଦେଇକରି ସେ ତାଙ୍କର ସୁଚାରୁ ରୂପେ ପରିଚାଳନା କରୁଥିଲେ ତାଙ୍କର ସେ ନିର୍ବାଚନ ମଣ୍ଡଳୀରେ କ'ଣ ଘଟଣା ଘଟୁଛି କ'ଣ ପରିସ୍ଥିତି ଅଛି ସେ ଉପରେ ମଧ୍ୟ ରେଗୁଲାର ସେ ତାଙ୍କର ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନଙ୍କୁ ବୁଝିପାରୁଥିଲେ ତାଙ୍କ ରିପ୍ରେଜେଣ୍ଟେଟିଭ ଜରିଆରେ ହେଉ କିମ୍ବା ତାଙ୍କର ସରକାରୀ ଅଫିସରଙ୍କ ମାଧ୍ୟମରେ ହେଉ ତେଣୁ ଏଇଟା ଯେଉଁ ଗୋଟେ ଲେଖିଛନ୍ତି ଯେ ନବୀନ ବାବୁ କିଛି ଜାଣିନଥିଲେ ନବୀନ ବାବୁ କିଛି ଜାଣିନଥିଲେ 24 ବର୍ଷ କେମିତି ଶାସନ କଲେ ତେଣୁ ଏଇଟା ତାଙ୍କର ଯେଉଁ ଗୋଟେ ଏଇଟା ଗୋଟେ ଚର୍ଚ୍ଚିତ ହେବା ପାଇଁ ଏଇ ପ୍ରକାର ଗୋଟେ ଲେଖିବା ଗୋଟେ ଦୁର୍ଭାଗ୍ୟ ଆଉ ଗୋଟେ ଦଳର ଯିଏକି 24 ବର୍ଷ ଶାସନ ରହିଲେ ଗୋଟେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏଇ ପ୍ରକାର ଗୋଟେ ଲେଖିବା ଚିତ୍ରଣ କରିବା ମୁଁ ତ ମାନେ କହିବି ଏଇଟା ଗୋଟେ ଦୁଃଖଦାୟକ ଘଟଣା ଏବଂ ଏପରି
गोटे वाक्या करे लिखा ठीक नुह। सर से कहते जोगाण मंत्री पुणी थे कहते जे पूर्व सरकार लक्ष लक्ष अयोग्य हिताधिकारी रेशन कार्ड हाथौले किंतु वर्तमान कार्यानुष्ठान नियाउछि सरेंडर करने अपील कर नहीं देखंतु एठी यदि से कहउचंती जे जो माने आगुरु किछि लोक नहीं जाइथिले तो सेटा तो निहाती बाबरे आधार संयोग होकर होइथिला आ विभिन्न स्तर रे तर्जमा करा जाउथिला। एबे जदि सीमाने जदि तांकर इनकम बेसी अच्छे किंबा कौन से सरकारी चाकरिया से भितरे अंतर्भुक्त होइछि सरकार ताकू बाहर करवा एबे जो ई केआईसी चली ताकू काढ़ी पारिबे किंतु जो माने भी जानी शुणी करी यही कार्ड जो काउटी कार्ड हाथई थिले से माने ठीक करी नांती तेणु से कार्यानुष्ठान हवा निहाती दरकार। नहीं देखु आज्ञा प्रधानमंत्री तो ओडिशा को केते थर आसिले बुझिले कि पुणी तांकर एबे पुणी आसीबे ओडिशा उपरे कौन प्रभाव पड़ुची ना केन्द्र रु तांकर ओडिशा को कौन दउचंती काली आसुचंती किणी कौनसी बड़ घोषणा करूनांती कि ओडिशा को से प्रकार साहाय्य देवार किछि कहूनांती काली आसिकी भाषणबाजी देइकिरी जदि एठी कहबे ओडिशार विकास होई जिवो तो कौन विकास हबो जदि ओडिशा को विकास करिवार अछि केन्द्र रे स्वतंत्र पांटी दियंतु तेबे जाइकिरी हबो। ओडिशा रे आज जो 7 वर्ष हैला सरकार हेलानी कौन सी डेवलपमेंट काम देखा जाऊ नाही केवल से मानकर ये जो सुभद्रा योजना एबे धान किणियाबार किछिटा तांकर काम करि चली ता छड़ा अन्य जहाँ निर्वाचन प्रतिश्रुति देइथिले सेगुड़ाक आगे तांकर किछि काम करूनांती आपण चिटफंड कथा कहतु से बिजुली आपण 300 यूनिट छाड़ करने कथा कहतु किंबा जो विकास कथा से नारा देइथिले से विकास आज पद आरंभ करी नाहांती। देख इन्वेस्टर माने जो माने आसुचंती आज्ञा गोटे स्थिर सरकार जेते बेले गठित हुए सेते बेले तांकर भरसा रुए जेहेतु एइना आपणकर भारतीय जनता दल तांकर 7 मास कार्यकाल एइना समाप्त होईची पुणी आग को कौन हम ताकू विचार नहीं करी से माने तार इन्वेस्ट करिवे गोटे स्थिर सरकार जो दिन गोटे राज्य रुहे तांकर गोटे माने भरसा आसीबो जे मो ये इन्वेस्ट कले यही सरकार आगामी दिन में आमको साहाय्य करिवो जेहेतु यही सरकार सहित आम साक्षर करेंगे कंडीशन साक्षर करेंगे तांकर जमी दरकार अच्छी तांकर विद्युत दरकार पानी दरकार अच्छी सब प्रकार जो कि खनि संपद उपरे जहाँ भी से सरकार उपरे निर्भर करी चले जदि गोटे स्थायी सरकार को जिते निर्भर करी गोटे एबे 7 मास सरकार को से माने एते विश्वास करी जो इन्वेस्टर माने आसीबे एवं इन्वेस्ट करिवे मु एही माने विश्वास करि पारना।